ଏବଂ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏଭ୍ରିଡେ ପ୍ରଭୁଙ୍କ ସାନ୍ନିଧ୍ୟ ତଳେ ସମୟ ଦେଉଅଛନ୍ତି। ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ ଏବଂ ବିଶେଷ ଧନ୍ୟବାଦ ଦିଏ ମୋତେ ସୁଯୋଗ ଦେଇଥିବା ହେତୁ। ଯେ ମୁଁ ଅନେକ ଦିନ ହେଲା ଆସିନି, କିନ୍ତୁ ମୁଁ ବାକ୍ୟରେ ଥିଲି, କିନ୍ତୁ ପ୍ରଭୁ ଏ ସୁଯୋଗ ମୋତେ ଦେଲେ। ତ ପ୍ରଭୁଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ, ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦିଏ ଏବଂ ମୁଁ ଆଶା କରେ ସମସ୍ତେ ଆମ ଖ୍ରୀଷ୍ଟୀୟ ବିଶ୍ୱାସରେ ଖ୍ରୀଷ୍ଟିଆନ ଫେଥ୍ ଆମେ ସମସ୍ତେ ଷ୍ଟ୍ରଙ୍ଗରେ ଅଛୁ, ଆଗକୁ ବଢୁଛୁ ଏବଂ ପ୍ରଭୁଙ୍କ ସାନ୍ନିଧ୍ୟ ତଳେ ସଦାବେଳେ ରହୁଅଛୁ। ତ ପ୍ରଭୁ ମହାନ ଅଟନ୍ତି। ତ ପ୍ରିୟମାନେ, ବାକ୍ୟ ମଧ୍ୟକୁ ଯିବା। ମୁଁ ଆଜି ଦାନିଏଲ ପୁସ୍ତକରୁ କିଛି କହିବାକୁ ଚାହେଁ, ଯାହା ମୁଁ ଅନେକ ଦିନ ହେଲା ଦାନିଏଲ ପୁସ୍ତକ ମେଡିଟେସନ କରୁଅଛି। ଦାନିଏଲ ପୁସ୍ତକ ଆମେ ଗୋଟେ ଦିନରେ ସମାପ୍ତ କରିପାରିବା, ଯାହା 12 ଚାପ୍ଟର୍ସ 12 ଅଧ୍ୟାୟ ଅଛି, କିନ୍ତୁ ଭଲ କରି ପଢିଲେ କିଛି ସମୟ ଲାଗେ। ତ ମୋ ବାଇବଲ ଡିଭୋସନ, ମୋ ପ୍ରେୟର ଡିଭୋସନ ସଦାବେଳେ ମୋ ମର୍ଣ୍ଣିଂ କିଛି ସମୟ ଦିଏ ବାଇବଲ ପଢିବା ପାଇଁ ଏବଂ ମୋତେ ଭଲ ଲାଗେ ତାହା। ତ ଦାନିଏଲ ପୁସ୍ତକ ହେଲା ମୁଁ ଅନେକ ଦିନ ହେଲା ପଢୁଅଛି ଏବଂ ମୋ ପାଇଁ ବହୁତ ଏକ ଆଶୀର୍ବାଦର କାରଣ ହୋଇଅଛି। ତ ପ୍ରିୟମାନେ, ଯେତେବେଳେ ଆମେ ଏ ଜଗତକୁ ଦେଖୁ, ଦୁନିଆକୁ ଦେଖୁ ଏବଂ ମୋ ଜୀବନରେ ମଧ୍ୟ ମୁଁ ଏକ୍ସପିରିଏନ୍ସ କରୁଅଛି, ଉପସ୍ଥିତ ଥିବା ସମସ୍ତଙ୍କ ଏକ ଅନୁଭବ ଭିନ୍ନ ହୋଇପାରେ। ଯେତେବେଳେ ଜଗତକୁ ଦେଖୁ, ଅନେକ ଲୋକମାନେ ଅନେକ ଭୟ ଭିତରେ ରହୁଅଛନ୍ତି। ଆସ୍ଥା, ଚାପ, ପ୍ରେସର, ମେନି ଥିଙ୍ଗସ୍। ଅନେକ ଲୋକମାନେ ଏରୋପ୍ଲେନରେ, ଆମେ କିଛି ଦିନ ତଳେ ଆମେ ଦେଖିଲୁ ଏରୋପ୍ଲେନରେ କିଛି ଲୋକ ଯାଉଥିଲେ ଲଣ୍ଡନକୁ, ଏୟାରଲାଇନ ଆଉ କ୍ରାସ୍ କଲା ଏବଂ ଯେଉଁମାନେ ଟ୍ରେନରେ ଯାଉଅଛନ୍ତି ସେମାନଙ୍କ ଠାରେ ଅନେକ ଭୟ ଆସୁଅଛି, ଅନେକ ବିଷୟ ହଉଛି। ଗାଡିରେ ଯିବା ଲୋକମାନଙ୍କୁ ଆକ୍ସିଡେଣ୍ଟ ଏବଂ ଅନେକ ଲୋକମାନେ ଅନେକ ଭୟ ଭିତରେ ବଞ୍ଚୁଅଛନ୍ତି। ଆମେ ଜାଣୁନୁ ଜୀବନ କଣ ଅଟେ ଏବଂ କୋଉ ସମୟରେ କଣ ହୁଏ, ଆମକୁ କାହାକୁ ମଧ୍ୟ ଜଣା ନାହିଁ। କିନ୍ତୁ ଏ ପ୍ରକାର ବିଷୟ ମାନେ ହଉଅଛି ଯାହା ଭୟଭୀତ କରେ। ଟେକ୍ନୋଲୋଜିକାଲ ଆଡଭାନ୍ସ ହଉଛି, ଅନେକ ବିଷୟ ହଉଛି, କିନ୍ତୁ ଏଇ ସବୁ ଅସ୍ଥିରତା, ପ୍ରେସର ୱାର୍ଲଡରେ, ଏ ପ୍ରକାର ଭୟଙ୍କର ୱାର୍ଲଡରେ ଯାହା ଆମେ ଦେଖୁଅଛୁ, ଅନେକ ଲୋକମାନେ ରୋଗରେ ପୀଡ଼ିତ ହଉଅଛନ୍ତି, ଚର୍ଚେସ୍ ମାନେ ଅନେକ ଟ୍ରାଏଲରେ ଯାଉଅଛନ୍ତି। ଏସବୁ ବିଷୟରେ ଆମେ କିପରି ଉତ୍ସାହିତ ହେବା? ଏତେ କଷ୍ଟ, ଏତେ ସମସ୍ୟା ଆସିଲେ ଜୀବନରେ, ଆମମାନଙ୍କ ଜୀବନରେ ଆମେ କଣ କରିବା ଉଚିତ? ଆମମାନଙ୍କର ଖ୍ରୀଷ୍ଟିଆନ ଫେଥ୍ ବିଶ୍ୱାସ ଆମମାନଙ୍କ ଜୀବନରେ ଯାହା ଅଛି, କଣ ସମସ୍ୟାରେ ଆମମାନେ ସେତେ ମୋଟିଭେଟ ହେଇପାରିବା, ଉତ୍ସାହ ହେଇପାରିବା କି? ଯେତେବେଳେ ଆମେ ବାକ୍ୟକୁ ପଢୁ, ଦାନିଏଲ ପୁସ୍ତକ ଏ ପ୍ରକାର ପୁସ୍ତକ, ଯୁବା ଲୋକମାନେ ତାଙ୍କ ଜୀବନରେ ଅନେକ ସମସ୍ୟା ଆସିଲା, କିନ୍ତୁ ଦାନିଏଲ ପୁସ୍ତକ ହଉଛି ଏକ ହୋପ୍ ଅଫ୍ ମୋଟିଭେସନ, ଏକ ଆଶାଦାୟକ ପୁସ୍ତକ, ଯାହା ଅନେକ ପ୍ରେସରରେ ଥିଲେ ମଧ୍ୟ ପ୍ରଭୁ କିପରି ସେମାନଙ୍କୁ ଆଗକୁ ବଢେଇଥିଲେ। ଏଇ ମନୋଭାବ ମୋ ଜୀବନରେ ଆସିଲା। ତ ମୁଁ ଭାବିଲି କଣ ବାକ୍ୟ କହିବି, ମୋ ଠାରେ ଅନେକ ବିଷୟ ରହିଅଛି, କିନ୍ତୁ ମୋ ବ୍ୟକ୍ତିଗତ ଜୀବନରେ ଯାହା ଅନୁଭବ କରିଅଛି, ଏହା ହଉଛି ଏ ସିଚୁଏସନାଲ ମେସେଜ। ଯାହା ମୋ ମେସେଜର ଟପିକ ହଉଛି ଫେଥ୍ ଅଣ୍ଡର ପ୍ରେସର, ଚାପରେ ଆସ୍ଥା ଏବଂ ପରୀକ୍ଷାରେ ଆମମାନଙ୍କର ବିଶ୍ୱାସ କିପରି ହୋଇପାରେ। ଆମମାନଙ୍କର ବିଶ୍ୱାସ, ଆମମାନଙ୍କର ଆସ୍ଥା ପ୍ରଭୁଙ୍କ ଠାରେ, କଣ ସୁଖ ବେଳେ ଆମେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ନା, କିନ୍ତୁ ଯେତେବେଳେ ଦୁଃଖ ଆସେ ଆମେ କିପରି ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା? ଆମମାନଙ୍କର ବିଶ୍ୱାସ କଣ ଅଟଳ ଅଟେ? ଆମମାନଙ୍କର ବିଶ୍ୱାସ କଣ ସେତେ ଷ୍ଟ୍ରଙ୍ଗ ଅଟେ ଯାହା ପ୍ରଭୁଙ୍କ ଠାରେ ଆମେ ସଦାବେଳେ ଆମେ ଧରି ରଖିବା? ଜୀବନରେ ଅନେକ ସମସ୍ୟା ଆସେ, ଅନେକ ପ୍ରଲୋଭନ ଆସେ, କିନ୍ତୁ ଦାନିଏଲ ପୁସ୍ତକ ଯେତେବେଳେ ମୁଁ ପଢେ, ମୋ ଜୀବନରେ ଏକ ଆସ୍ଥା ଦେଇଅଛି ଏବଂ ମୁଁ ବିଶ୍ୱାସ କରେ ଉପସ୍ଥିତ ଥିବା ସମସ୍ତଙ୍କ ଜୀବନରେ ମଧ୍ୟ ଆସ୍ଥା ଦିଏ। କାରଣ ମୋ ଜୀବନରେ ମୁଁ ଏ ପ୍ରକାର ଅନୁଭବ କରିଅଛି, ସବୁଠାରୁ ଷ୍ଟ୍ରଙ୍ଗ ଲୋକ ଆମେ ଭାବିଥାଉ ଜଣେ ଲୋକର ଫିଜିକାଲ ଏବିଲିଟି ଅଛି, ବାହ୍ୟ ରୂପରେ ଅନେକ ଶକ୍ତି ଅଛି ଏବଂ ଅନେକ ଧନ ସମ୍ପତ୍ତି ଅଛି, ଅନେକ ବିଷୟ ଅଛି, କିନ୍ତୁ ମେଣ୍ଟାଲି ଷ୍ଟ୍ରଙ୍ଗ ହେବା ନିମନ୍ତେ ପ୍ରଭୁଙ୍କର ବାକ୍ୟ ହଉଛି ଏକ ପ୍ରକାର ବିଷୟ ଯାହା ମୋ ଜୀବନରେ ମୁଁ ଅନୁଭବ କରୁଛି ବହୁତ ଗୁରୁତ୍ୱପୂର୍ଣ୍ଣ।
କାରଣ ବାକ୍ୟ ଏ ପ୍ରକାର ବିଷୟ ସମସ୍ତଙ୍କୁ ଷ୍ଟ୍ରଙ୍ଗ କରିଥାଏ। ଆମେ ବାଇବଲ ଯେତେବେଳେ ଆମେ ଦେଖୁ ଅନେକ ଲୋକମାନେ ବାକ୍ୟ ଦ୍ୱାରା ଷ୍ଟ୍ରଙ୍ଗ ଅଛନ୍ତି, ଯାହା ଫଳରେ ସେମାନେ ଅନେକ କିଙ୍ଗଡମ୍ସ, ଅନେକ ରାଜ୍ୟ ସାମ୍ରାଜ୍ୟ, ଅନେକ ଦେଶ ସମସ୍ତ ସଂକଟରେ ଗଲେ ମଧ୍ୟ ଏକ ବିଜୟ ଜୀବନ କାଟି ଅଛନ୍ତି। ତାହା ହଉଛି ଫିୟର ଅଫ ପ୍ରେସରରେ ଆମେ କିପରି ହ୍ୟାଣ୍ଡେଲ କରିପାରିବା। ଏହା ହଉଛି କେବଳ ପ୍ରଭୁଙ୍କର ବାକ୍ୟ ଏବଂ ତାହା ମତେ ଶକ୍ତିଯୁକ୍ତ କରିଅଛି ଅନେକ ପ୍ରେସର ସିଚୁଏସନରେ ମଧ୍ୟ। ତମମାନଙ୍କ ଜୀବନରେ ହୋଇପାରେ ଅନେକ ବିଷୟ ରହିଥାଏ, ମୁଁ ଜାଣି ନପାରେ, କିନ୍ତୁ ପ୍ରଭୁଙ୍କ ବାକ୍ୟରେ ଯଦି ଜଣେ ଲୋକ ଲାଗି ରହିଅଛି, ମୁଁ 100% ସିଓର ସେ ସବୁବେଳେ ଷ୍ଟ୍ରଙ୍ଗ ଥାଏ। ତା ଜୀବନରେ କଷ୍ଟ ଆସିଲେ ମଧ୍ୟ ସେ କଷ୍ଟରେ କିପରି ସମ୍ମୁଖୀନ ହୋଇପାରେ, ଏହା କେବଳ ପ୍ରଭୁଙ୍କ ବାକ୍ୟ ଦ୍ୱାରା ହିଁ ସଲ୍ୟୁସନ ଆସିଥାଏ। ତ ପ୍ରିୟମାନେ, ଯେତେବେଳେ ଆମେ ଦାନିଏଲ ପୁସ୍ତକ ଦେଖୁ, ଦାନିଏଲ ପୁସ୍ତକର ଲେଖକ ଅଛନ୍ତି ଦାନିଏଲ, ପ୍ରଫେଟ ଦାନିଏଲ। ଏବଂ ଏହି ପୁସ୍ତକ ଯେତେବେଳେ ମୁଁ ପଢୁଥିଲି, କିଛି ବିଷୟ ମୁଁ ପାଇଲି ଯାହା ଦାନିଏଲ ପୁସ୍ତକ 605 ଏବଂ 535 ଖ୍ରୀଷ୍ଟପୂର୍ବ BC ରେ ଲେଖା ଯାଇଥିଲା। ଏବଂ ଏ ପ୍ରକାର ବହି ଯାହା ଏକ ଦାନିଏଲ, ଯୋଉ ଇଣ୍ଟେଲିଜେଣ୍ଟ ବୟ ଆମେ ଯାହା ସବୁବେଳେ କହିଥାଉ, ସେ ଲେଖିଥିଲେ। ତ ପ୍ରିୟମାନେ, ଦାନିଏଲ ପୁସ୍ତକ ଯେତେବେଳେ ଆମେ ଦେଖୁ, ଦାନିଏଲ ପୁସ୍ତକରେ 12ଟି ଅଧ୍ୟାୟ ଅଛି, 12ଟି ଚାପ୍ଟର ଅଛି ଏବଂ 12ଟି ଅଧ୍ୟାୟ ବିଭିନ୍ନ ପ୍ରକାର ଷ୍ଟୋରି ଅଛି ଏବଂ ସେଇ ଷ୍ଟୋରି ହିଁ ଆମକୁ ଶିକ୍ଷା ଦିଏ, ଅନେକ ଲେସନ୍ସ ଆମମାନଙ୍କ ଜୀବନରେ ଆମେ ଶିଖିଥାଉ। ଯେତେବେଳେ ଦାନିଏଲ ପୁସ୍ତକ 1ରୁ 6 ଅଧ୍ୟାୟ ଆମେ ଦେଖୁ, ଏଠାରେ ଦାନିଏଲଙ୍କ ବିଷୟରେ ଲେଖା ଅଛି ଏବଂ ଦାନିଏଲଙ୍କ ବନ୍ଧୁମାନଙ୍କ ବିଷୟରେ ଲେଖା ଅଛି ଏବଂ ନବୁକଦନେସର କିପରି ତାଙ୍କେ ସେ ଡ୍ରିମ୍, ସେ ଭିଜନ୍ସ, ଏସବୁ ବିଷୟରେ ଲେଖା ଅଛି। ଏବଂ ଦାନିଏଲ ପୁସ୍ତକ ଯେତେବେଳେ ଆମେ ପଢୁ, ଦାନିଏଲ ପୁସ୍ତକ 7 ଅଧ୍ୟାୟ ଏବଂ 12 ପଦରେ ଏଠାରେ ଦାନିଏଲଙ୍କ ଭିଜନ, ଦାନିଏଲଙ୍କର ଦର୍ଶନ ବିଷୟରେ ଲେଖା ଅଛି ଏବଂ ଦାନିଏଲ କିପରି ପ୍ରଭୁଙ୍କର ଆଶୀର୍ବାଦ ଦ୍ୱାରା ଏକ ଫ୍ୟୁଚରକୁ ଜାଣିପାରୁଥିଲେ। ଫ୍ୟୁଚରକୁ ଜାଣିବା ହଉଛି ବହୁତ ବଡ଼ ବିଷୟ, ଏହା ଛୋଟିଆ ବିଷୟ ନାହିଁ। ଆମେ ଅନେକ ଚିନ୍ତା କରୁ, କିନ୍ତୁ ପ୍ରଭୁଙ୍କର ଆଶୀର୍ବାଦ ନଥିଲେ ଆମେ ଜାଣିପାରୁ ନପାରୁ। ତ ଦାନିଏଲଙ୍କ ଜୀବନରେ ଏ ପ୍ରକାର ଆଶୀର୍ବାଦ ପ୍ରଭୁ କରିଥିଲେ, ସେ ଫ୍ୟୁଚରକୁ ଜାଣିପାରୁଥିଲେ ଏବଂ ଡ୍ରିମ୍ ଦ୍ୱାରା, ଭିଜନ ଦ୍ୱାରା। ଏବଂ ଭିଜନ ସେଇମାନଙ୍କୁ ମିଳେ ଯେଉଁମାନଙ୍କର ଜୀବନ ଭଲ ଥାଏ ପ୍ରଭୁଙ୍କ ଦୃଷ୍ଟିରେ। ତ ଦାନିଏଲ ପୁସ୍ତକ ଚାପ୍ଟର 1 ଏହା ହିବ୍ରୁରେ ଲେଖା ଯାଇଥିଲା। ସେଇ ସମୟରେ ଐତିହାସିକ ବିଷୟ ଯେତେବେଳେ ପଢୁ, ଆମେ ଓଡ଼ିଆରେ ଆମେ ଦେଖି ନପାରୁ, କିନ୍ତୁ ଅନେକ ଲାଙ୍ଗୁଏଜେସ୍ ଏବେ ଟ୍ରାନ୍ସଲେଟ ହେଇକି ଅନେକ ଭାଷାରେ ଲିଖିତ ହୋଇଛି ବାଇବଲ, ଅନେକଙ୍କ ହସ୍ତରେ ବାକ୍ୟ ଯାଇଅଛି। ଯେତେବେଳେ ଆମେ ଦାନିଏଲ ପୁସ୍ତକ 1 ଅଧ୍ୟାୟ ଦେଖୁ, ପୂର୍ବରେ ଏହା ହିବ୍ରୁରେ ଲେଖା ଯାଇଥିଲା ବୋଲି ମୁଁ ପଢିଲି ହିଷ୍ଟ୍ରିରେ। ଏବଂ ଯେତେବେଳେ ଚାପ୍ଟର 2ରୁ 7 ପଦ ଆମେ ଦେଖୁ, ଏହା ଆରାମିକରେ ଲେଖା ଯାଇଥିଲା। ଯେତେବେଳେ ବାବିଲନର ଲାଙ୍ଗୁଏଜ ଆମେ ଦେଖୁ, ବାବିଲନର ଭାଷା ଆରାମିକ ଥିଲା, କିଛି ଲୋକ ଆରାମିକ ଭଲ ଜାଣୁଥିଲେ। ତ ଦାନିଏଲ ମଧ୍ୟ ବାବିଲନରେ ବଢି ଆରାମିକ ଶିଖିଥିଲେ ଏବଂ ଆରାମିକରେ ପୂର୍ବରୁ ଲେଖିଥିଲେ। ଏବଂ ଚାପ୍ଟର 8, 12, 8ରୁ 12 ପୁଣି ଥରେ ଏହା ହିବ୍ରୁରେ ଲେଖାଗଲା। ତ ଏଇ ପ୍ରକାର ଲାଙ୍ଗୁଏଜେସରେ ଲେଖାଗଲା, ଯାହା ଫଳରେ ଆମେ ଜାଣିପାରୁ ଦାନିଏଲଙ୍କର ଜୀବନ ଏବଂ ବାଇବଲର ହିଷ୍ଟ୍ରି ଆମେ ସବୁ ପଢିପାରୁ। ଅନେକ ଲୋକ କଷ୍ଟ କରି ଲେଖି ଅଛନ୍ତି ବହି। ତ ଦାନିଏଲ ପୁସ୍ତକ ଏଇ ପ୍ରକାର ବିଷୟ। ତ ଚାପ୍ଟର 1ରେ ଯେତେବେଳେ ଆମେ ଦେଖୁ, ଏଇ ପ୍ରକାର ବିଷୟ ହେଲା, ନବୁକଦନେସର ଯେତେବେଳେ ରାଜା ଥିଲେ, ସେତେବେଳେ ଦାନିଏଲ ବାବିଲନର ପିଲା ନଥିଲା ଏବଂ ଦାନିଏଲଙ୍କର ସାଙ୍ଗମାନେ ଯେତେବେଳେ ଦେଖୁ, ସଦ୍ରକ, ମେଶକ, ଅବେଦନେଗୋ, ଏମାନେ ଜେରୁସାଲେମରେ ଥିଲେ ଏବଂ ଏମାନେ ଦାଉଦ ବଂଶରୁ ଆସିଥିଲେ। ତ ଯେତେବେଳେ ଜେରୁସାଲେମରେ ଏକ ପ୍ରକାର ସମୟ ଆସିଲା, ଯେତେବେଳେ ନବୁକଦନେସର ଜେରୁସାଲେମକୁ ଯାଇ, ଜେରୁସାଲେମର ରାଜା ସେତେବେଳେ ଜିହୋୟାକିମ, ଯେତେବେଳେ ବାକ୍ୟର ଦୁଃଖ ଆମେ ପଢିପାରୁ, ତ ଜିହୋୟାକିମକୁ ପରାସ୍ତ କଲେ। ଏବଂ ଜେରୁସାଲେମରେ ଯେତେବେଳେ ଦାନିଏଲ ଏବଂ ତାଙ୍କର ସଙ୍ଗୀମାନେ ସମସ୍ତେ ଥିଲେ, ତେବେ ରାଜା କଣ କଲେ, ବାବିଲନ ନିମନ୍ତେ କିଛି ବ୍ୟକ୍ତିମାନଙ୍କର ଆବଶ୍ୟକତା ଥିଲା, ଯୋଉମାନେ କି ଶିକ୍ଷାରେ ଠିକ ରହିବା ଉଚିତ, ଫିଜିକାଲ ଏବିଲିଟି ସେମାନଙ୍କର ରହିବା ଉଚିତ ଏବଂ ଶାରୀରିକ ଭାବରେ ଉତ୍ତମ ରହିବା ଉଚିତ, ଜ୍ଞାନ ରହିବା ଉଚିତ, ସୁନ୍ଦରତା ରହିବା ଉଚିତ। ଯେତେବେଳେ ଆମେ ବାକ୍ୟ ପଢୁ, ଦାନିଏଲ ପୁସ୍ତକ ମୋ ସହ ଖୋଲନ୍ତୁ, 1 ପଦ ତାର 3
ଏକ ଅଧ୍ୟାୟ ତାର 3 ପଦ ଲେଖା ଅଛି, 4 ପଦ। ନିଖୁନ୍ତ ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍ଦୀୟ ବିଦ୍ୟା ଓ ଭାଷା ଶିଖେଇବାକୁ ଆପଣାର ନପୁଂସକାଧିପତି ଅଶ୍ୱନକୁ କହିଲା। ତ ଏଠାରେ ଯେତେବେଳେ ଦେଖୁ ନବୁକଦନେସ୍ସର ତାଙ୍କ ରାଜ୍ୟ ଚଳାଇବା ନିମନ୍ତେ ନିଖୁନ୍ତ ଲୋକମାନଙ୍କର ଆବଶ୍ୟକତା ଥିଲା ଏବଂ ସୁନ୍ଦର, ହ୍ୟାଣ୍ଡସମ୍, ସମସ୍ତ ଜ୍ଞାନରେ ନିପୁଣ, ଇଣ୍ଟେଲିଜେନ୍ସ, ବିଦ୍ୟାରେ ବିଚକ୍ଷଣ, ୱାଇଜ୍ ଇନ୍ ନଲେଜ, ଶିକ୍ଷାରେ, ଏଜୁକେସନରେ। ତ ଏ ପ୍ରକାର ଲୋକମାନଙ୍କୁ ବଛାଗଲା। ସେତେବେଳେ ଦାନିଏଲଙ୍କର ବୟସ କେତେ ଥିଲା ଜାଣନ୍ତି? 16 ରୁ 17 ବର୍ଷ। ଏତେ ଛୋଟିଆ ପିଲା ହୋଇପାରେ ତା ପାଖେ ଏକ୍ସପିରିଏନ୍ସ ନଥାଏ। ତାଙ୍କ ସାଙ୍ଗମାନଙ୍କ ସାଦ୍ରକ, ମାସକ, ଅବେଦନେଗୋ ସେମାନଙ୍କ ଜୀବନ ଏକ୍ସପିରିଏନ୍ସ ନଥାଇପାରେ। ତ ଯେତେବେଳେ ସେମାନେ ବାବିଲନକୁ ଗଲେ, ବାବିଲନରେ ନୂଆ ଏକ୍ସପୋଜର ମିଳିଲା, ଏକ ଫରେନ୍ ଲ୍ୟାଣ୍ଡ। ଯଦି ମତେ ଗୋଟେ ନୂଆ ଜାଗାକୁ, ନୂଆ ଦେଶକୁ ନିଆଯିବ ତ ମତେ କିଛି ଅଡୁଆ ଲାଗିବ। ସେମାନଙ୍କର କଲଚର, ଟ୍ରାଡିସନ, ହିଷ୍ଟ୍ରି ମତେ ଭଲ ଲାଗି ନପାରେ। ତ ଦାନିଏଲଙ୍କ ଜୀବନରେ ଏବଂ ତାଙ୍କ ସଙ୍ଗୀମାନଙ୍କ ଜୀବନରେ ତାଙ୍କେ ଅନେକ ବିଭିନ୍ନ ମାନେ କଲଚର ରହୁଥିଲେ। ଜେରୁସାଲାମର କଲଚର ଡିଫରେଣ୍ଟ ଥିଲା। ଯେତେବେଳେ ବାବିଲନକୁ ଗଲେ, ବାବିଲନର କଲଚର ଡିଫରେଣ୍ଟ ହୋଇପାରେ। ବାବିଲନରେ ଲୋକମାନେ ଅନେକ ଦେବ ଦେବତା ମାନଙ୍କୁ ପୂଜା କରୁଥିଲେ। କିନ୍ତୁ ଦାନିଏଲଙ୍କ ଜୀବନରେ ଯେତେବେଳେ ଆମେ ଦେଖୁ, ଦାନିଏଲ ବାକ୍ୟରେ, ପ୍ରେୟର ଲାଇଫରେ, ତାଙ୍କ ଅବିଡିଏନ୍ସରେ, ପ୍ରଭୁଙ୍କ ଆଜ୍ଞା ପାଳନ କରିବାର ପ୍ରତ୍ୟେକ ବିଷୟରେ ଦାନିଏଲ କ'ଣ ଥିଲେ? କରେକ୍ଟ ପର୍ସନ, ଏକ ଠିକ ଲୋକ ଥିଲେ, ଯାହା ଆମକୁ ସଦାବେଳେ ଇନ୍ସପାୟାର କରେ। ଦାନିଏଲ ପୁସ୍ତକ ଯେତେବେଳେ ଆମେ ପଢୁ ଆମକୁ ଉତ୍ସାହିତ କରେ। ଏବଂ ଦାନିଏଲଙ୍କ ଅନେକ ଡ୍ରିମ୍ସ ନବୁକଦନେସ୍ସରଙ୍କ ଜୀବନରେ ଆସିଥିଲା, ଯାହା ଭବିଷ୍ୟତ ନିମନ୍ତେ। ଏବଂ ଦାନିଏଲଙ୍କ ସଙ୍ଗୀମାନଙ୍କୁ କ'ଣ ଫାୟାର ଫର୍ନେଲ ମାନେ ନିଆଁରେ ପକାଗଲା, ସେଥିରୁ କେମିତି ଉଦ୍ଧାର କଲା। ଚାପ୍ଟର 4-5 ଯେତେବେଳେ ପଢୁ ଦାନିଏଲ ପୁସ୍ତକ 4-5 ଏଠାରେ ନବୁକଦନେସ୍ସରଙ୍କ ବିଷୟ ଲେଖାଗଲା ଏବଂ ତାଙ୍କ ପୁତ୍ର ବେଲତେସାର ଏବଂ ତ ନବୁକଦନେସ୍ସରଙ୍କ ଜୀବନରେ ଯେତେବେଳେ ଆମେ ଦେଖୁ, ତାଙ୍କ ଜୀବନ ହମ୍ବଲନେସ୍ ଥିଲା, ଯାହା ଫଳରେ ପ୍ରଭୁ ତାକୁ ପୁଣି ଥରେ ସେକେଣ୍ଡ ଚାନ୍ସ ଦେଲେ। କିନ୍ତୁ ବେଲତେସାର ଲାଇଫରେ ଯେତେବେଳେ ନଥିଲା, ନମ୍ରତାର ଜୀବନ ନଥିଲା, ତ ପ୍ରଭୁ ତାଙ୍କୁ ସେକେଣ୍ଡ ଚାନ୍ସ ଦେଇନାହାନ୍ତି, ତାଙ୍କେ ମରିଗଲେ କାରଣରୁ। ରାଜା ମାନେ ଯେତେବେଳେ ସାମ୍ରାଜ୍ୟ ଯାଆନ୍ତି, ତାଙ୍କ ଜୀବନ କିଛି ପ୍ରାଇଡନେସ୍ ଆସେ, ଲାଭ କଲା ପରେ ଜୀବନରେ କିଛି ଆରୋଗ୍ୟ ଆସେ। ଭଲ ଯେତେବେଳେ ଆସେ ପ୍ରଭୁ ଚାହାନ୍ତିନି, କାରଣ ପ୍ରଭୁ ଆମମାନଙ୍କର ସୃଷ୍ଟିକର୍ତ୍ତା। ତ ପ୍ରଭୁ ଅନେକ ଡ୍ରିମ୍ ଦେଲେ। ଦାନିଏଲ 6 ଅଧ୍ୟାୟ ଦେଖୁ, ତାହା ଦାନିଏଲଙ୍କ ଏକ ସିଂହ ଗର୍ତ୍ତରେ ପକାଗଲା ଏବଂ ସେଥିରେ ମଧ୍ୟ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଏବଂ ଦାନିଏଲ ପୁସ୍ତକ ତାର 8 ଅଧ୍ୟାୟ ଯେତେବେଳେ ଆମେ ଦେଖୁ, ଦାନିଏଲଙ୍କ ଜୀବନରେ ଏକ ଭିଜନ ଆସିଲା, ଦର୍ଶନ ଆସିଲା। ଏବଂ ଦାନିଏଲ ପ୍ରାର୍ଥନା ଭିତରେ ଦାନିଏଲ ପୁସ୍ତକ 9 ଅଧ୍ୟାୟ ଲେଖା ଅଛି ଏବଂ 10 ଏବଂ 12 ପଦରେ ଦାନିଏଲଙ୍କର ଭିଜନ, ଦର୍ଶନ ବିଷୟରେ ଲେଖା ଅଛି। ମୁଁ କାହିଁକି କହୁଛି, ଦାନିଏଲ ପୁସ୍ତକ ଯେତେବେଳେ ଆମେ ପଢୁ ଏ ପ୍ରକାର ବିଷୟ ଆମେ ଦେଖିପାରୁ, କିଛି କ୍ୟାରେକ୍ଟର ଆମେ ଦେଖିପାରୁ, ନବୁକଦନେସ୍ସର ରାଜାଙ୍କ ବିଷୟରେ ଆମେ ଦେଖିପାରୁ, ଦାନିଏଲଙ୍କ ସାଙ୍ଗମାନଙ୍କ ଲାଇଫରେ ଦେଖିପାରୁ। ତ ଏ ପ୍ରକାର ବିଷୟ ଦାନିଏଲ ପୁସ୍ତକ ଯେତେବେଳେ ଆମେ ପଢୁ ଅନେକ ବିଷୟ ଦେଖିପାରୁ। କିନ୍ତୁ ମୋ ଟପିକ କ'ଣ ହେଲା ମେସେଜର? ଫେଥ୍ ଅଣ୍ଡର ପ୍ରେସର। ଆମେ ଚାପରେ ଆମମାନଙ୍କର ଆସ୍ଥା କ'ଣ, ପରୀକ୍ଷାରେ ଆମମାନଙ୍କର ବିଶ୍ୱାସ କ'ଣ? ଯେତେବେଳେ ଦାନିଏଲଙ୍କ ଜୀବନରେ ଦେଖୁ, ତାଙ୍କ ଜୀବନରେ ଅନେକ ଚାପ ଆସିଲା, ଅନେକ ପରୀକ୍ଷା ଆସିଲା। ପରୀକ୍ଷା କି ପ୍ରକାର ଆସିଲା? ଯେତେବେଳେ ଦାନିଏଲ ଏକ ଦର୍ଶନ ଦେଖୁଥିଲେ, ଏ ପ୍ରକାର ଭୟଙ୍କର ଦର୍ଶନ ଦେଖୁଥିଲେ, ଯାହା ଫଳରେ ବାକ୍ୟରେ ପ୍ରକାର ଲେଖା ଅଛି ଦାନିଏଲଙ୍କୁ ଅସୁସ୍ଥ ହେବାର ପଡୁଥିଲା, ଏତେ ଭୟଭୀତ କରୁଥିଲା। ତ ଏ ପ୍ରକାର ପ୍ରେସର ଯେତେବେଳେ ଜୀବନରେ ଆସେ, ଆମେ କି ପ୍ରକାର ହ୍ୟାଣ୍ଡେଲ କରିବା? ଜଣେ ବ୍ୟକ୍ତି ଯଦି ସ୍ୱପ୍ନ ଦେଖୁଅଛି ଆଉ ସେଇ ବ୍ୟକ୍ତି ଆମକୁ ଡିମାଣ୍ଡ କରିବ ମୋ ସ୍ୱପ୍ନ କ'ଣ, ଏହା ହଉଛି ଭୟଙ୍କର ଚାପ। ତ ଦାନିଏଲଙ୍କ ଜୀବନରେ ସିଂହ ଗର୍ତ୍ତରେ ପକାଗଲା, କି ପ୍ରକାର ପ୍ରେସର ଯଦି ଆମେ ଫିଲ୍ କରିବା। ଏବଂ ଦାନିଏଲଙ୍କ ସଙ୍ଗୀମାନଙ୍କୁ ନିଆଁରେ ପକାଗଲା, ଏହା କି ପ୍ରକାର ପ୍ରେସର, ଭୟଙ୍କର ଅଟେ। ଯେତେବେଳେ ଆମେ ଚିନ୍ତା କରୁ ଦାନିଏଲଙ୍କ ଜୀବନରେ ଭୟଙ୍କର ପ୍ରେସର ଆସିଲା
ଏବଂ ଏହି ବହି ଆମମାନଙ୍କୁ କାହିଁକି ଇମ୍ପୋର୍ଟାଣ୍ଟ? ଆମମାନେ ସଠିକ କାମ କରିବାକୁ ଅଟଳ ରହିବା ଆବଶ୍ୟକ। ଆମ ଜୀବନରେ ଅନେକ ସମସ୍ୟା, ଅନେକ ପରୀକ୍ଷା, ଅନେକ ଚାପ, ପ୍ରେସର ଆସିପାରେ ଏବଂ ଅନେକ ଲୋକ ଖୁସିରେ ମଧ୍ୟ ରହିପାରନ୍ତି। ଆମେ ଜାଣିନୁ ସମସ୍ୟା କ'ଣ କେତେବେଳେ ଆସେ। କିନ୍ତୁ ଦାନିଏଲଙ୍କ ପୁସ୍ତକ ଯେତେବେଳେ ଆମେ ପଢୁ, ଏ ପ୍ରକାର ପରୀକ୍ଷାରେ, ଏ ପ୍ରକାର ସିଚୁଏସନରେ, ଏ ପ୍ରକାର ଭୟଙ୍କର ବିଷୟରେ ଆମେ କିପରି ଅଟଳ ରହିବା, ଏହା ଆମେ ଆଲୋଚନା କରିବା। ପ୍ରାର୍ଥନା କରିବାକୁ ଅଟଳ ରହିବା ଆବଶ୍ୟକ। ଦାନିଏଲଙ୍କ ଜୀବନରେ ଯେତେବେଳେ ଦେଖୁ, ଦାନିଏଲ ସେ ଅଟଳ ଲୋକ ଅଟନ୍ତି। ଜୀବନରେ ଅନେକ ପ୍ରଲୋଭନ ଆସିଲେ ମଧ୍ୟ, ଜୀବନରେ ଅନେକ ପରୀକ୍ଷା, ପ୍ରତିଘାତ, ଅନେକ ବିଷୟ ଆସିଲେ ମଧ୍ୟ ଦାନିଏଲଙ୍କ ଜୀବନରେ ଯେତେବେଳେ ଆମେ ଦେଖୁ, ଦାନିଏଲ କେବେ ମଧ୍ୟ ସେ ୱିକ୍ ହେଇନାହାନ୍ତି। ଜୀବନରେ ସେ ଅଟଳ ହେଲେ, କାରଣ ସେ ଜାଣନ୍ତି ପ୍ରଭୁ ତାଙ୍କ ସଙ୍ଗରେ ଅଛନ୍ତି ଏବଂ ପ୍ରଭୁଙ୍କ ପ୍ରତି ଆମମାନଙ୍କର ଆସ୍ଥା, ଆମମାନଙ୍କର ବିଶ୍ୱାସ ସଦାବେଳେ ରହିବା ଆବଶ୍ୟକ। ମୁଁ ଜାଣେ ନାହିଁ ଆମମାନଙ୍କର ଫେଥ୍ କେତେ ବଡ଼, କିନ୍ତୁ ବାକ୍ୟରେ ମଧ୍ୟ ଲେଖା ଅଛି ମଷ୍ଟାର୍ଡ ଅଏଲ, ଛୋଟିଆ ବିଶ୍ୱାସ, ମଷ୍ଟାର୍ଡ ସିଡ୍, ଛୋଟିଆ ବିଶ୍ୱାସ ହେଲେ ମଧ୍ୟ ପ୍ରଭୁଙ୍କ ଠାରେ ଆବଶ୍ୟକ। ତ ପ୍ରିୟମାନେ, ଏହା ଥିଲା ଦାନିଏଲ ପୁସ୍ତକ। ମୁଁ କିଛି ବ୍ରିଫଲି କହିବାକୁ, ତ ଦାନିଏଲ ପୁସ୍ତକ ବହୁତ ସମୟ ହେଇଯାଇପାରେ। ଯାହା ମୁଁ ପଢୁଅଛି ତାହା ମୁଁ ଲେଖିଥିଲି ଗୋଟେ ପେପରରେ, ଜଷ୍ଟ ବର୍ଣ୍ଣନା କଲେ। ତ ଆମେ ଦେଖିବା ବାକ୍ୟକୁ, ମୁଁ କିଛି ପଏଣ୍ଟସ କହିବି। ଦାନିଏଲଙ୍କ ଜୀବନରେ ଆମମାନଙ୍କୁ ଜୀବନରେ କିପରି ଆମେ ଲେସନ ଶିଖିପାରିବା, ଆମମାନଙ୍କ ଜୀବନରେ ଆମେ କିପରି ବଢିବା। ତ ଦାନିଏଲଙ୍କ ଜୀବନରେ ଯେତେବେଳେ ଆମେ ଦେଖୁ, ଅନେକ ପ୍ରେସର ଆସିଥିଲା, କିନ୍ତୁ ଦାନିଏଲ ସେଥିରେ ପ୍ରତ୍ୟେକ ବିଷୟରେ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଏବଂ ସଲ୍ୟୁସନ ପାଇଥିଲେ, ଆନ୍ସର ପାଇଥିଲେ ପ୍ରଭୁଙ୍କ ଠାରୁ। ତ ପ୍ରଥମ ବିଷୟ ହେଲା ଫେଥ୍ ଇନ୍ ସ୍ମଲ୍ ଥିଙ୍ଗସ। ଛୋଟିଆ ବିଷୟରେ ଆମମାନଙ୍କର ଆସ୍ଥା କିପରି, ଛୋଟ କଥାରେ ଆସ୍ଥା, ଛୋଟିଆ ବିଷୟରେ ଆସ୍ଥା। ଯେତେବେଳେ ଦାନିଏଲ ପୁସ୍ତକ 1 ଅଧ୍ୟାୟ ତାର 8 ଅଧ୍ୟାୟରୁ 8ରୁ 9 ପର୍ବ ଯେତେବେଳେ ଆମେ ପଢୁ, ଏଠାରେ ଏ ପ୍ରକାର ଲେଖା ଅଛି, ମାତ୍ର ରାଜାର ଆହାର୍ୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷା ରସରେ ଆପଣଙ୍କୁ ଅଶୁଚି ନ କରିବା ପାଇଁ ଦାନିଏଲ ନିଜ ମନରେ ସ୍ଥିର କଲେ। ଏହେତୁ ସେ ଯେପରି ଆପଣଙ୍କୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତି ନିବେଦନ କଲେ। ସେତେବେଳେ ପରମେଶ୍ୱର ସେଇ ନପୁଂସକାଧିପତିର ଦୃଷ୍ଟିରେ ଦାନିଏଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। ତ ଏଠାରେ ଯେତେବେଳେ ଆମେ ଦେଖୁ, ଏହା ଛୋଟିଆ ବିଷୟ, ଖାଇବା ହଉଛି ହୋଇପାରେ ଲୋକମାନଙ୍କ ଠାରେ ବଡ ବିଷୟ ହେଇପାରେ, କିନ୍ତୁ ଯେତେବେଳେ ଆମେ ଭଲ ଭାବରେ ଆମେ ଚିନ୍ତା କରୁ, ଖାଇବା ଯଦି ଭଲ ଖାଦ୍ୟ ଆମମାନଙ୍କ ନିମନ୍ତେ ଆବଶ୍ୟକ, ଏ ନର୍ମାଲ ଥିଙ୍ଗସ। କିନ୍ତୁ ଦାନିଏଲ ଛୋଟ ବିଷୟରେ ମଧ୍ୟ ସେ ଚିନ୍ତା କରୁଅଛନ୍ତି। ତାଙ୍କର ବିଶ୍ୱାସ ଛୋଟ ବିଷୟରେ ମଧ୍ୟ ଥିଲା। ସେ ପ୍ରଭୁଙ୍କୁ ଦେଖୁଅଛନ୍ତି, ମୁଁ ଏହା ଖାଇଲେ ଭଲ କି? ପ୍ରଭୁଙ୍କ ଦୃଷ୍ଟିରେ ଏହା ପବିତ୍ର ନା ଅପବିତ୍ର? ପ୍ରଭୁଙ୍କ ଦୃଷ୍ଟିରେ ଆସୁଛି ନା ଅସୁଚି? ତ ତାହା ଦାନିଏଲ ଚିନ୍ତା କଲେ ଏବଂ ଛୋଟିଆ ବିଷୟରେ ସେ କ'ଣ କଲେ, ନିଜକୁ ଆସ୍ଥା ରଖିଲେ, ପ୍ରଭୁଙ୍କ ଠାରେ ସେ ଷ୍ଟ୍ରଙ୍ଗ ହେଲେ ଏବଂ ଛୋଟିଆ ଛୋଟିଆ ବିଷୟରେ ସେ କ'ଣ କଲେ, ଡିସିସନ ନେଲେ। ଆଉ ଯେତେବେଳେ ବାକ୍ୟକୁ ଭଲ ରୂପେ ଦେଖୁ, ନବୁକଦନେସର ରାଜା ଅନେକ ୟୁଥ ମାନଙ୍କୁ ଅନେକ ଭଲ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫ୍ରୁଟ ସବୁ ଦେଲେ, କିନ୍ତୁ ଯେତେବେଳେ ଦାନିଏଲଙ୍କ ଜୀବନରେ ଦେଖୁ, ଦାନିଏଲ କହିଲେ ମତେ କିଛି ଆବଶ୍ୟକ ନାହିଁ, ମତେ ନର୍ମାଲ ଖାଦ୍ୟ ମତେ ଦିଅ। ପ୍ରଭୁଙ୍କ ଦୃଷ୍ଟିରେ ସେ ନର୍ମାଲ ଖାଦ୍ୟ ଖାଇଲେ, ନିଜକୁ ଶୁଚି ରଖିଲେ, ପବିତ୍ର ରଖିଲେ, ଯାହା ଫଳରେ ସମସ୍ତଙ୍କ ଠାରୁ ଦାନିଏଲ କ'ଣ କଲେ, ଏକ ସୁନ୍ଦରତା ଦେଖାଗଲେ ତା ଜୀବନରେ। ଯାହା ହଉଛି ପ୍ରଭୁଙ୍କ ଠାରେ ଏକ ସେପାରେସନ ଲାଇଫ। ତ ଛୋଟିଆ ବିଷୟରେ ସେ କ'ଣ କଲେ, ଫେଥ୍, ବିଶ୍ୱାସ ରଖିଲେ। ଫେଥ୍ ଇନ୍ ସ୍ମଲ୍ ଥିଙ୍ଗସ। କ'ଣ ଆମମାନଙ୍କ ଜୀବନରେ ଆଜି ଆମେ ଚିନ୍ତା କରିବା, ଆମେ ଛୋଟ କଥାରେ ଆମେ ଆଜ୍ଞା ପାଳନ କରୁ କି? ବେଳେବେଳେ ଆମେ ନେଗ୍ଲିଜେନ୍ସ, ଆମମାନଙ୍କ ଜୀବନରେ ଆମେ ନେଗ୍ଲେକ୍ଟ ହେଇଥାଉ। ଅନେକ ଲୋକମାନଙ୍କୁ ମତେ ସରପ୍ରାଇଜ କରେ, କିଛି ଲୋକ ଏ ପ୍ରକାର ଲୋକମାନେ ଯୋଉମାନେ କି ଛୋଟିଆ ବିଷୟରେ ମଧ୍ୟ ବହୁତ ଅବିଡିଏନ୍ସ, ଟାଇମିଂରେ ହଉ, ଖାଇବାରେ ହଉ, ଶୋଇବାରେ ହଉ, କାର୍ଯ୍ୟ କରିବାରେ ହଉ, ସବୁ ଲେଖି ରଖନ୍ତି, ଠିକ ଟାଇମରେ ସବୁ କରନ୍ତି, ଯାହା ଫଳରେ ସେମାନଙ୍କ ଜୀବନରେ ପରୀକ୍ଷା ଆସିଲେ ମଧ୍ୟ ସେମାନେ ଆନ୍ସର ଖୋଜି ପାରନ୍ତି। କାରଣ କ'ଣ ପାଇଁ? ଫେଥ୍ ଇନ୍ ସ୍ମଲ୍ ଥିଙ୍ଗସ, ଛୋଟିଆ ବିଷୟରେ ବିଶ୍ୱାସ, ଆସ୍ଥା ପ୍ରଭୁଙ୍କ ଠାରେ। ତ ହୋଇପାରେ ଯେତେବେଳେ ଆମେ ଜୀବନକୁ ଆମେ ଚିନ୍ତା କରୁ, କ'ଣ ଆମେ ଛୋଟିଆ ବିଷୟରେ ଆସ୍ଥା ଅଛି, ଆମମାନଙ୍କ ବିଶ୍ୱାସ ଅଛି? ପ୍ରଭୁଙ୍କ ବାକ୍ୟ ପଢିବାରେ, ପ୍ରାର୍ଥନା କରିବାରେ, ନିଜ ହେଲ୍ଥକୁ ଭଲ ଦେଖିବାରେ, ହୋଇପାରେ ପ୍ରେୟାର ମିଟିଂରେ ମୁଁ ସମସ୍ତଙ୍କୁ ଏକ ଉତ୍ସାହିତ କରିବା ପାଇଁ ଚାହେଁ। ଅନେକ ବୟସ ଲୋକ ରହିପାରନ୍ତି,
निज हेल्थ को देखिबा भूल कथा नुह सब बेले आमे ठीक रे देखिबा मो मम्मी पापा को मते सब बेले गुए पानी पियो ठीक टाइम रे खाइबा पिबा सब टाइम ठीक करो तो यह होची फेथ इन स्मॉल थिंग प्रिय माने प्रत्येक विषय रे आमे ठीक हेबा उचित कारण आमे जानिनु कोन होई पारे जीवन बेले बेले चाप पकई थाए प्रेशर पकई थाए तो आमे जेते बेले सब विषय रे आमे ठीक थाउ दानिएल खाइबारे ठीक थिले कोन आमे खाइबारे ठीक अछु कि आमे अनेक विषय खाइ आमान को बॉडी रे डायबिटीज शुगर अनेक विषय आमे करि थाउ किंतु आमे खाइबारे ठीक अछु कि जदि ना हो यह होई पर लेसन मन को शिक्षा होई पारे तो प्रिय माने प्रभुଙ୍କ ठारे अटल रहिबा आपणकर चिंता बाइबल अध्ययन प्रेयर लाइफ चर्च फेलोशिप एवं स्पिरिचुअल लाइफ प्रत्येक विषय को ठीक करबा को हेले हमें छोटे छोटे विषय रे हमें कोन करबा अछि हमें इंपोर्टेंस देबा अछि जने जदि व्यक्ति छोटे विषय रे अटल ताको जेते बड़ विषय देले मते से कोन करि पारे हैंडल करि पारे दानिएल जीवन जते बेले हम देखु छोटे विषय रे से कोन थिले अटल थिले जा फल रे से राजकीय लोक मान मध्य समस्त दानिएल जीवन जिते बड़े रिफ्लेक्ट करुला समस्त उत्साहित करुला मोटिवेशन करुला जहाँ आम जीवन में शिक्षा आम कौन छोटिया विषय आम कौन स्ट्रंग की तो प्रिय माने फेथ इन स्मॉल थिंग छोटिया विषय छोट कथार आस्था रखा उचित यह थिला प्रथम विषय और द्वितीय विषय जिते आम देखू ताहा होची फेथ अंडर फायर अग्नि रे आस्था जेते बेले हमें वाक्य रे हमें पढू दानिएल पुस्तक 3 अध्याय तार 16 एवं 18 पद रे एठारे प्रकार लेखा अछि देखंतु दानिएल पुस्तक 3 16 18 सद्रक मैशक अबेदनगो राजा को उत्तर करी कहिले हे नबुकदनेस्सर ए विषय रे आपना को उत्तर देबार आमानकर प्रयोजन नाही जेबे सेही परि हुए तेबे आमे माने जहाँकर सेवा करू प्रभुଙ୍କର सेवा करू आमानकर सही परमेश्वर आमानकर प्रज्वलित अग्निकुंडर रक्षा करबा को समर्थ अटंत आ हे महाराज से आपणक हस्तरु आमान को उद्धार करिबो मात्र जेबे न करंती तेबे हे महाराज आमाने जे आपणकर देवगण रे सेवा करिबो नाही किबा आपणक स्थापित सुवर्ण प्रतिमा को प्रणाम करिबो नाही एहा आपण ज्ञात होंतु जते बेले आमे एठारे देखू ए प्रकार चाप जहाँ दानिएल संगी मान निमंते आसथिला जहाँ से अग्निकुंड रे पकागला कौन पे जते बेले नबुकदनेस्सर राजा ए प्रकार देव को सृष्टि कले एवं कहिले समस्त साम्राज्य लोक माने ए देव को प्रणाम करबा उचित मुंडिया मारिबा उचित किंतु दानिएल संगी माने जते बेले देखू से फेथ तांको विश्वास प्रभुଙ୍କ ठारे थिला सेमानकर भरोसा प्रभुଙ୍କ ठारे स्ट्रांग थिला जते बेले से माने ए प्रकार परीक्षा सम्मुखीन होंती अंडर द फायर अग्नि रे पकागला जते बेले हमें सही सिचुएशन को आम जीवन को जते बेले परीक्षा करबा कोन हमें सहयोग करि परिबा हमनक जीवन कोन सेते स्ट्रांगनेस अछि जते बेले अग्नि कुंड रे पका जाए हमें कोन डिनाय करि परिबा मना करि परिबा किंतु जते बेले हमें संगी मान को जीवन हमें देखू किते स्ट्रांगनेस थिला प्रभुଙ୍କର वाक्य किते थिला तांग जीवन रे जा फल रे अग्नि रे पकैले मते ताके को अछंती हम प्रभु आसी हमको कोन करिवे सुरक्षा देबे हमन को कोन करिवे आस्था देबे हमें पुणी थरे हम जीवन बिताई पारियो तो ए प्रकार भयंकर सिचुएशन प्रिय माने आस्था केवल परिणाम प्रति नुहे हमनकर रीजन प्रति नुहे हमनकर आज्ञा पालन की परी यह हमें चिंता करबा उचित जते बेले हमें दानिएल संगी मान निमंते हमें पढ़ू प्रभुଙ୍କ ठारे आज्ञा पालन बहुत बड़ विषय छोटे छोटे विषय रे आज्ञा पालन करथिले प्रभुଙ୍କ ठारे स्ट्रांग रे थिले जहा फल रे अनेक परीक्षा आसिले मध्य ए प्रकार समस्या आसिले मध्य तां कोन कले विजय लाभ कले से अग्नि रो प्रभु आसिले चतुर्थ पुरुष हमें देखि पार ख्रीष्टन को प्रतीक जहाँ में देखि पार तो प्रिय माने दानिएल पुस्तक 3 अध्याय 25 रे प्रकार लिखा अछि राजा उत्तर करी कहिला देखो मो अग्नि मध्य रे गमन करिवार 4 मुक्त लोक देखौछि सेमानकर कोनसी क्षति नाही पुडी चतुर्थ लोकर
ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। ଏଠାରେ ଚତୁର୍ଥ ଲୋକ ପ୍ରଭୁ ଆସନ୍ତି। ତ ଅଗ୍ନିରେ ମଧ୍ୟ ପ୍ରଭୁ ଆସିପାରନ୍ତି। କଣ ପାଇଁ? କାରଣ ସଙ୍ଗୀ ମାନଙ୍କ ଠାରେ କଣ ଥିଲା? ଆଜ୍ଞା ପାଳନର ଜୀବନ ଥିଲା ଦାନିଏଲଙ୍କର ସାଙ୍ଗମାନଙ୍କ ଠାରେ। ତ ପ୍ରିୟମାନେ, ଆମମାନଙ୍କ ଜୀବନରେ ମଧ୍ୟ ଆମେ ବେଳେ ବେଳେ ଆଜ୍ଞା ପାଳନ ନ କରିପାରୁ। ଆମେ ସବୁବେଳେ ଆମେ ରିଜନ ଫାଇଣ୍ଡ କରିଥାଉ, ପରିଣାମ ଫାଇଣ୍ଡ କରିଥାଉ। କିନ୍ତୁ ଜୀବନରେ ଯଦି ଏ ପ୍ରକାର ସମସ୍ୟା, ଏ ପ୍ରକାର ପରୀକ୍ଷା ପ୍ରତିଘାତ ଆସିଲେ ମଧ୍ୟ ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ଅଛୁ ଓ ପ୍ରଭୁ ସେ ଅଗ୍ନିରେ ମଧ୍ୟ ଆସିପାରନ୍ତି, ତ ଆମମାନଙ୍କର ଜୀବନରେ ଛୋଟିଆ ଛୋଟିଆ ବିଷୟରେ କଣ ପ୍ରଭୁ ଆସନ୍ତିନି? କଣ ଆମେ କ୍ୱେଶ୍ଚିନ୍ କରିବା ଆମମାନଙ୍କ ଜୀବନରେ? ତ ନିଶ୍ଚୟ ପ୍ରଭୁ ଆସନ୍ତି। ଯଦି ଅଗ୍ନିରେ ମଧ୍ୟ ପ୍ରଭୁ ଆସିପାରନ୍ତି, ରକ୍ଷା କରିପାରନ୍ତି, ଯଦି ଆମେ ସେଇ ପ୍ରକାର ବିଶ୍ୱାସ ପ୍ରଭୁଙ୍କ ଠାରେ ଅଛି, ତ ଏରୋପ୍ଲେନ କ୍ରାଶ ହଉନା, ଅନେକ ଆକ୍ସିଡେଣ୍ଟ ହଉନା, ଅନେକ ପ୍ରଲୋଭନ ଆସୁନା କାହିଁ, ଜଗତ ଭୟଭୀତ ହଉନା କାହିଁ, କିନ୍ତୁ ଆମମାନଙ୍କର ବିଶ୍ୱାସ ଅଟଳ ହେଇପାରେ। ପ୍ରଭୁଙ୍କ ଠାରେ ଆମେ ଷ୍ଟ୍ରଙ୍ଗ ହୋଇପାରିବା, ଯାହା ଫଳରେ ଆମମାନଙ୍କ ଜୀବନରେ ପରୀକ୍ଷା, ପ୍ରଲୋଭନ, ଅନେକ ବିଷୟ, ପ୍ରେସର ଆସିଲେ ମଧ୍ୟ କଣ କରିପାରିବା? ହ୍ୟାଣ୍ଡେଲ କରିପାରିବା। ହାଲେଲୁୟା। ତ ପ୍ରିୟମାନେ, ଆମମାନଙ୍କ ଜୀବନରେ ଦାନିଏଲ ପୁସ୍ତକ ଏକ ଭୟଙ୍କର ପୁସ୍ତକ। ଯଦି ଆମେ ଭଲ ଭାବରେ ପଢିବା, ଆମେ ସେତେ ଷ୍ଟ୍ରଙ୍ଗ ହେଇପାରିବା। ଆମେ ଫିଜିକାଲି, ମେଣ୍ଟାଲି, ସ୍ପିରିଚୁଆଲି ଆମମାନଙ୍କ ଜୀବନରେ ଷ୍ଟ୍ରଙ୍ଗ ହେଇପାରିବା। କାରଣ ଏହା ଲେସନ ଅଫ ଇଣ୍ଟେଲିଜେନ୍ସ ପିପଲ, ଯୋଉମାନେ ରାଜ ସାମ୍ରାଜ୍ୟରେ ଶିକ୍ଷା ପାଇଥିଲେ, ଅନେକ ବଡ ବଡ ଇନଷ୍ଟିଟ୍ୟୁସନରେ ପଢିଥିଲେ, ଦାନିଏଲଙ୍କ ପୁସ୍ତକ ଯେତେବେଳେ ପଢୁ, ତ ଏ ପ୍ରକାର ବିଷୟ ମାନଙ୍କ ପାଇଁ ଲେସନ। ଆମେ 5 ମିନିଟ ବାକ୍ୟ ପଢିଲେ ଆମେ ବୁଝିପାରିବାନି। ବେଳେ ବେଳେ ବାକ୍ୟକୁ ବୁଝିବା ପାଇଁ ହେଲେ ଆମେ ସମୟ ଦେବା ଉଚିତ। ବେଳେ ବେଳେ ଅନେକ ଲୋକ ବାକ୍ୟ 5 ମିନିଟ ପଢନ୍ତି, ଶୋଇ ପଡନ୍ତି ବେଡରେ। କିନ୍ତୁ ବାକ୍ୟ ପଢିବା ପାଇଁ ଇଣ୍ଟେନ୍ସ, ପ୍ରେସର, ଫେଥ୍, ରେସ୍ପନ୍ସିବଲ ହେବା ଉଚିତ, ଯାହା ଫଳରେ ଆମେ ଅନେକ ବିଷୟ ଆମେ ଜାଣିପାରିବା। ପ୍ରଭୁଙ୍କ ବାକ୍ୟ ପଢିବା ପାଇଁ ଆମେ ଏକ ବର୍ଡେନ ହେବା ଉଚିତ। ଶେଷ ସମୟରେ ବାକ୍ୟ ଆମେ ପଢୁନୁ, ଶେଷ ସମୟରେ ଆମେ ଆଗକୁ ବଢୁନୁ। ତ ମୋ ଫେଥ୍ ଯେତେବେଳେ ମୁଁ ଦେଖେ, ଜେନେରେସନାଲ ଫେଥ୍, ମୋ ବିଶ୍ୱାସ ମୋ ପିତାମାତାଙ୍କ ଡେଡିକେସନ ବହୁତ ଥିଲା ମୋ ଜୀବନରେ, କାରଣ ତାଙ୍କ ଫେଥ୍ ମୋ ଜୀବନରେ ଆସିଅଛି। ଜଣେ ବ୍ୟକ୍ତିର ଫେଥ୍ ଯେ ଆମେ ଦେଖିବା, ତାଙ୍କର ପିତାମାତାଙ୍କୁ ଦେଖିବା ଅଛି। ଯଦି ଦାନିଏଲଙ୍କ ଜୀବନରେ ଦେଖୁ, ଦାନିଏଲ ଜେନେରେସନାଲ ଫେଥ୍ ଥିଲା। ସେ ଜିହୁଦା ବଂଶରୁ ଆସିଥିଲେ, ଡେଭିଡ ବଂଶରୁ ଆସିଥିଲେ। ତ ଆମମାନଙ୍କ ଫେଥ୍ ନିମନ୍ତେ କିଏ ଜଣେ ସାକ୍ରିଫାଇସ୍ କରିଛି? ମୋ ବିଶ୍ୱାସ ନିମନ୍ତେ ମୋ ପିତାମାତା ସାକ୍ରିଫାଇସ୍ କରିଅଛନ୍ତି। ତମମାନଙ୍କ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ ହୋଇପାରେ, ଫ୍ରେଣ୍ଡ ସାକ୍ରିଫାଇସ୍ କରିପାରେ, ନିଜ ପରିବାର ମଧ୍ୟରେ କହି ହୋଇପାରନ୍ତି। ତ ପ୍ରିୟମାନେ, ବାକ୍ୟକୁ ଆମେ ସେହିପରି ପଢିବା ଉଚିତ, ଯୋଉ ଫେଥ୍ କି ଆମମାନଙ୍କୁ ଟ୍ରାନ୍ସଫର୍ମେସନାଲ ଫେଥ୍ ଆସିଅଛି ଆମମାନଙ୍କ ଜୀବନରେ, ତାହାକୁ ଆମେ କଣ କରିବା ଉଚିତ? ସବୁଦିନ ଆମକୁ ବଢେଇବା ଉଚିତ। ତ ବାକ୍ୟ ପଢିବା ପାଇଁ ସମୟ ଦିଅନ୍ତୁ। ପରୀକ୍ଷା ଯେତେବେଳେ ଆସେ, ଯେତେବେଳେ ଆମେ ବାକ୍ୟରେ ଲାଗି ରହିବା, ଆମେ କେବେ ମଧ୍ୟ ୱିକ୍ ହେବାନି। ଏହା ମୋର ରିଏଲ ଲାଇଫ ଏକ୍ସପିରିଏନ୍ସ। ଯେତେବେଳେ ପରୀକ୍ଷା ଆସେ, ପ୍ରଲୋଭନ ଆସେ, ଟିକେ ସମସ୍ୟା ଆସେ, ମୁଁ ଜାଣେ ଆଇ ଏମ୍ ନଟ୍ ଷ୍ଟ୍ରଙ୍ଗ ଇନ୍ ବାଇବଲ, ଆଇ ଏମ୍ ନଟ୍ ଷ୍ଟ୍ରଙ୍ଗ ଇନ୍ ରିଡିଂ, ମେଡିଟେସନ, ଡିଭୋସନ। ଯେତେବେଳେ ମୁଁ ବାକ୍ୟ ପଢେ, ସେତେବେଳେ ହିଁ ମତେ ଷ୍ଟ୍ରଙ୍ଗ ଲାଗେ। ତ ପ୍ରିୟମାନେ, ଅଣ୍ଡର ଦ ଫାୟାର ଆଣ୍ଡ ଫେଥ୍ ଅଣ୍ଡର ଫାୟାର, ଯେତେବେଳେ ଆମେ ଅଗ୍ନିରେ ଥିଲେ ମଧ୍ୟ ଆମେ ପ୍ରଭୁଙ୍କର ସୁରକ୍ଷା ପାଇପାରିବା। ଆସନ୍ତୁ ଆଉ ଗୋଟେ ପଏଣ୍ଟ ଆମେ ଦେଖିବା। ଦାନିଏଲ ପ୍ରାର୍ଥନାରେ ଥିଲେ। ଦାନିଏଲଙ୍କ ଜୀବନ, ଦାନିଏଲ ପୁସ୍ତକ ତାର 6 ଅଧ୍ୟାୟ 10 ପଦ ଯେତେବେଳେ ଆମେ ଦେଖୁ, 6 ଏବଂ 10, ଅନନ୍ତରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିଏଲ ଆପଣା ଗୃହକୁ ଗଲେ। ତାଙ୍କ କୋଠରୀର ଝରକା ଜେରୁସାଲେମ ଆଡେ ମେଲା ଥିଲା। ପୁଣି ସେ ପୂର୍ବେ ଯେପରି କରିଥାନ୍ତି, ତଦନୁସାରେ ଦିନକୁ 3 ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମରେ ଧନ୍ୟବାଦ ପ୍ରଦାନ କଲେ। ତ ଦାନିଏଲଙ୍କ ପ୍ରାର୍ଥନା କରିବା ରିଜନ କଣ ଥିଲା? ବାବିଲୋନରେ ଯେତେବେଳେ ଦାନିଏଲ ଥିଲେ, ତାଙ୍କ ସଙ୍ଗୀମାନଙ୍କ ନିମନ୍ତେ ଉପସ୍ଥିତ ଥିବା ଅନେକ ଲୋକମାନେ ଯେତେବେଳେ ପରୀକ୍ଷାରେ ଯାଉଥିଲେ, ଯେତେବେଳେ ରାଜାମାନେ ବେଲଶାଜର, ନବୁକଦନେସର, ଦାରିୟସ, ଅନେକ ରାଜାମାନେ ଯେତେବେଳେ ସେମାନେ ପ୍ରାଇଡ, ଅନେକ ଗର୍ବରେ ବଢୁଥିଲେ, ସେତେବେଳେ ଦାନିଏଲଙ୍କ ଜୀବନରେ ଭୟ ଆସିଲା। କାରଣ ଅନେକ ଲୋକମାନଙ୍କର କ୍ଷତି ହୋଇପାରେ। ଯଦି ରାଜା ଠିକ ନାହିଁ, ସାମ୍ରାଜ୍ୟ କିପରି ଚାଲେ? ଏବଂ ଦାନିଏଲଙ୍କ ପ୍ରାର୍ଥନା କରିବା ରିଜନ ମଧ୍ୟ ଥିଲା। ଅନେକ କଷ୍ଟ ଆସିଲେ ଲୋକମାନେ କହିଲେ ପ୍ରାର୍ଥନା କର ନାହିଁ, କାରଣ ଆମମାନଙ୍କ ଦେବତାକୁ ପୂଜା କର। ଏ ପ୍ରକାର ପ୍ରେସର ଦାନିଏଲଙ୍କ ଜୀବନରେ ଥିଲା। ଯଦି ଆମମାନଙ୍କ ଜୀବନରେ ମଧ୍ୟ ଆସେ, ଲୋକମାନେ ଆସି କହନ୍ତି ପ୍ରାର୍ଥନା କର ନାହିଁ, ଚର୍ଚ୍ଚ ଯାଅ ନାହିଁ,
ପ୍ରଭୁଙ୍କ ବାକ୍ୟ ପଢୁ ନାହିଁ, ଏହା ଏକ ପ୍ରକାର ଭୟଙ୍କର ପ୍ରେସର ଜୀବନରେ। ଅନେକ ଲୋକମାନେ ଏହା ସହ୍ୟ କରୁଅଛନ୍ତି। ଆଜି ଅନେକ ଚର୍ଚେସ୍, ଅନେକ ଲୋକମାନେ ଏ ପ୍ରକାର ପ୍ରେସର ଅନୁଭବ କରୁଅଛନ୍ତି। ସେହିପରି ଦାନିଏଲଙ୍କ ଜୀବନରେ ମଧ୍ୟ ସେହି ସମୟରେ ପ୍ରେସର ଥିଲା। କିନ୍ତୁ ଦାନିଏଲଙ୍କ ଜୀବନରେ କ'ଣ ସେ ୱିକନେସ୍ ଥିଲା କି? ବାକ୍ୟରେ ଆମେ ଦେଖିପାରୁ କି? ନା। କିନ୍ତୁ ଦାନିଏଲ କ'ଣ କରୁଥିଲେ? ଏଭ୍ରି ଡେ 3 times ପ୍ରେୟାର, ପ୍ରତ୍ୟେକ ଦିନ 3 ଥର ପ୍ରାର୍ଥନା କରୁଥିଲେ। ଯାହା ଫଳରେ ଦାନିଏଲ କେବେ ମଧ୍ୟ ଭୟ ହୋଇନାହାନ୍ତି। ସିଂହ ଗାତରେ ପକେଇଲେ, ନିଆଁରେ ପକେଇଲେ ମଧ୍ୟ, ଯାହା ସମସ୍ୟା ଆସିଲେ ମଧ୍ୟ ଦାନିଏଲ କେବେ ମଧ୍ୟ ଭୟଭୀତ ହୋଇନାହାନ୍ତି। କାହିଁକି? କାରଣ ଦାନିଏଲଙ୍କ ଜୀବନରେ ସେଇ ଫେଥ୍, ପ୍ରେୟରଫୁଲ ଲାଇଫ ଥିଲା। ଯଦି ଆମମାନଙ୍କ ଜୀବନରେ ସେଇ ପ୍ରେୟରଫୁଲ ଜୀବନ ନାହିଁ ତ ସମସ୍ୟା ଆସିପାରେ, ଆମେ ୱିକନେସ୍ ହେଇପାରୁ, ଆମେ ସେତେ ଷ୍ଟ୍ରଙ୍ଗ ହେଇନପାରୁ। ତ ଯେତେବେଳେ ଆମେ ଷ୍ଟ୍ରଙ୍ଗ ହେବାକୁ ଚାହୁଁ ତ ପ୍ରିୟମାନେ ଦାନିଏଲଙ୍କ ଜୀବନର ଲେସନ, ପ୍ରାର୍ଥନା କଠିନ ସମୟରେ କରିବା ଉଚିତ। ପରିସ୍ଥିତି ପ୍ରେସରାଇଜ ହୋଇପାରେ, ଚାପ ପକେଇପାରେ, ଅନେକ ସମୟ ଆସିପାରେ, ଆମମାନଙ୍କ ଜୀବନରେ ଶାନ୍ତି ନଥାଇପାରେ। ସେଇ ସମୟରେ କ'ଣ କରେ? ଦାନିଏଲଙ୍କ ପୁସ୍ତକ ଆମମାନଙ୍କୁ କ'ଣ କରେ? ମୋଟିଭେଟ କରୁଅଛି ଆମମାନେ କିପରି ଷ୍ଟ୍ରଙ୍ଗନେସ୍ ହେବା। ତ ପ୍ରିୟମାନେ, ପରୀକ୍ଷା ଯେତେବେଳେ ଆସେ ଆମମାନଙ୍କ କ୍ୟାରେକ୍ଟରକୁ ରିଭିଲ୍ କରେ ଏବଂ ଛୋଟ କଥାରେ ଆଜ୍ଞା ପାଳନ କରିବା ଉଚିତ, ଯାହା ଫଳରେ ଆମେ ବଡ଼ କଥା ଆମେ କରିପାରିବା। ପ୍ରାର୍ଥନା ହେଉଛି ଆମର ଆସ୍ଥାକୁ ମଜବୁତ କରିଦିଏ। ତ ଆମମାନଙ୍କ ଜୀବନରେ ପ୍ରାର୍ଥନା ଆବଶ୍ୟକତା ରହିଛି। ମାନେ ପରୀକ୍ଷା ସମୟରେ ଆମେ ଷ୍ଟ୍ରଙ୍ଗ ହେବା ଉଚିତ। ଅନେକ ବିଷୟରେ ଯେତେବେଳେ ଆମେ ୱିକନେସ୍ ଅଛି, ଆମେ ଜାଣିବା ଉଚିତ, ହଁ ମୁଁ ବାଇବଲ ରିଡିଂରେ ମୁଁ ୱିକ୍ ଅଛି। ତ ପ୍ରିୟମାନେ, ଏହି ପ୍ରୋସେସ ଯାହା ଆମେ ଦେଖିଲୁ, ଦାନିଏଲଙ୍କ ଜୀବନରେ ସେ ଫେଥଫୁଲନେସ୍ ଥିଲା, ଟ୍ରଷ୍ଟୱାର୍ଦି ଥିଲା, ଇଣ୍ଟିଗ୍ରିଟି, ବିଶ୍ୱସ୍ତ। ଯାହା ଆମମାନଙ୍କର ୱାର୍କ ପ୍ଲେସ୍, ଯେତେବେଳେ ଯାହା ଯୋଉଠି ମଧ୍ୟ ଆମେ କାମ କରୁ, ଆମମାନେ ବିଶ୍ୱସ୍ତ ହେବା ଉଚିତ। ଆମମାନଙ୍କର ପର୍ସନାଲ ଲାଇଫରେ ଆମମାନେ ବିଶ୍ୱସ୍ତ ହେବା ଉଚିତ। ଆମମାନଙ୍କର ଭୟଭୀତ ଜୀବନରେ ଆମମାନେ ବିଶ୍ୱସ୍ତ ହେବା ଉଚିତ। ଆମମାନେ କିପରି ବିଶ୍ୱସ୍ତ ହେବା? ଯେତେବେଳେ ଦାନିଏଲ ପୁସ୍ତକ ଦେଖିବା, ଆମେ ପ୍ରାର୍ଥନା କରିବା, ବାକ୍ୟ ପଢିବା। ବାକ୍ୟକୁ ଆମେ ଭଲ ରୂପେ ପଢିବା ଉଚିତ। 5 ମିନିଟ୍ ନୁହଁ, କିନ୍ତୁ ଶେଷ ସମୟରେ ଅଧିକ ପଢିବା ଉଚିତ। କାରଣ ବାକ୍ୟ ହିଁ ଆମମାନଙ୍କୁ ବିଶ୍ୱାସ, ଆମମାନଙ୍କୁ ହ୍ୟାପିନେସ୍, ଆମମାନଙ୍କ ଜୀବନରେ ଅନେକ ବିଷୟ ଦେଇଥାଏ। ତ ପ୍ରିୟମାନେ, ଯଦି ଜୀବନରେ ଅନେକ ସମସ୍ୟା ଅଛି, ଚାପ ଅଛି, ପରୀକ୍ଷା ଅଛି, ବାକ୍ୟ ପଢନ୍ତୁ, ସୁସ୍ଥତା ଆସେ। ମୋ ଜୀବନରେ ମଧ୍ୟ ମୁଁ ଅନୁଭବ କରିଅଛି। ବାକ୍ୟ ହେଉଛି ଭେରି କ୍ରୁସିଆଲ, ଆମମାନଙ୍କ ଜୀବନରେ ବହୁତ ଇମ୍ପୋର୍ଟାଣ୍ଟ, ଆମମାନଙ୍କ ଜୀବନରେ ବହୁତ ଆବଶ୍ୟକତା ରହିଅଛି। ତ ଦାନିଏଲଙ୍କ ଜୀବନରେ ଯେତେବେଳେ ଆମେ ଦେଖୁ, ସେ ଆଜ୍ଞା ପାଳନ କରିଥିଲେ। ତ ଏହି ଦିନ ଆମେ କିଛି ବିଷୟ ଆମେ ଷ୍ଟାର୍ଟ କରିବା। ମୁଁ ମଧ୍ୟ ଷ୍ଟାର୍ଟ କରିବି, ଆପଣ ମଧ୍ୟ ଷ୍ଟାର୍ଟ କରନ୍ତୁ। ଆମେ ଆଜ୍ଞା ପାଳନ କରିବା। ଛୋଟିଆ ଛୋଟିଆ ବିଷୟରେ ଆମେ ଚିନ୍ତା କରିବା। ଆମମାନଙ୍କୁ ଖାଇବା, ପିନ୍ଧିବା, ପ୍ରାର୍ଥନା କରିବା, ବାହାରକୁ ଯିବା, ସବୁବେଳେ ଠିକରେ ରହିବା, ଦେହକୁ ମେଣ୍ଟେନ୍ କରିବା, ପ୍ରଭୁଙ୍କ ବାକ୍ୟରେ ଚାଲିବା, ପ୍ରତ୍ୟେକ ବିଷୟରେ ଆଜି ସକାଳେ ଆମେ ନିର୍ଣ୍ଣୟ ନେବା, ଚୁଜ୍ ଅବିଡିଏନ୍ସ, ଆଜ୍ଞା ପାଳନ କରିବା, ଯାହାଫଳରେ ଆମେ ଠିକ ହୋଇପାରିବା। ପ୍ରାର୍ଥନା କରିବା, ଚୁଜ୍ ପ୍ରେୟାର। ଆଜି ସକାଳେ ଆମେ ସମସ୍ତେ ପ୍ରାର୍ଥନା କରିବା, ଆମମାନଙ୍କ ଜୀବନରେ ଷ୍ଟାର୍ଟ କରିବା ପ୍ରେୟର ଲାଇଫ ଏବଂ ଚୁଜ୍ ଟ୍ରଷ୍ଟ, ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରିବା। ଏହା ହେଉଛି ଦାନିଏଲଙ୍କ ଜୀବନର କ୍ୟାରେକ୍ଟର ଏବଂ ଆମମାନଙ୍କ ଜୀବନରେ ମଧ୍ୟ କ'ଣ ଆବଶ୍ୟକତା ରହିଅଛି। ତ ପ୍ରିୟମାନେ, ହୋଇପାରେ ଅନେକ ସମସ୍ୟା ଆସେ, କିନ୍ତୁ ଆଜିର ବାକ୍ୟ ହେଉଛି କ'ଣ? ଶକ୍ତିଯୁକ୍ତ। କେବେ ମଧ୍ୟ ନୈରାଶ୍ୟ ହୁଅନ୍ତୁ ନାହିଁ, କାରଣ ପ୍ରଭୁଙ୍କ ବାକ୍ୟ ଶକ୍ତିଯୁକ୍ତ, ସବୁଠାରୁ ଅଗ୍ନି ଠାରୁ ମହାନ, ସିଂହ ମାନଙ୍କ ଠାରୁ ମହାନ, ଅନେକ ପରୀକ୍ଷା ଠାରୁ ମହାନ। କାହିଁକି? ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ଥାଉ। ତ ଆସନ୍ତୁ ଛୋଟିଆ ପ୍ରାର୍ଥନା କରିବା ଏବଂ ସେରମନ ମେସେଜକୁ କ୍ଲୋଜ କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦଉଛୁ ବାପା, ତୁମ ମହା ଅନୁଗ୍ରହ ଦୟା ହେତୁ ଏ ସୁନ୍ଦର ସମୟ ଆମମାନଙ୍କୁ ଜୀବନରେ ତୁମେ ଦେଇଅଛ। ଏହା କେବଳ ତୁମ ଅନୁଗ୍ରହ, ଦୟା, ତୁମର କୃପା ଅଟେ ପ୍ରଭୁ। ଜଗତ ଯେତେବେଳେ ଆମେ ଦେଖୁ ଅନେକ ପରୀକ୍ଷା, ପ୍ରଲୋଭନ, ଚାପ ଆସିପାରେ, କିନ୍ତୁ ଯେତେବେଳେ ଆମେ ଦାନିଏଲ ପୁସ୍ତକ ଆମେ ଭଲ ରୂପେ ଅଧ୍ୟୟନ କରୁ, ତୁମେ ଆମମାନଙ୍କ ପାଇଁ ଏକ ଭିଜନ ରଖିଅଛ ପିତା। ଆମମାନଙ୍କ ପାଇଁ ଏକ ମୋଟିଭେସନ, ଆମମାନଙ୍କ ପାଇଁ ଶକ୍ତି, ଆମମାନଙ୍କ ପାଇଁ ଦର୍ଶନ, ଡ୍ରିମ୍ସ, ଆମମାନଙ୍କ ପାଇଁ ଅନେକ ବିଷୟ ତୁମେ ରଖିଅଛ, ଯାହା ଆମକୁ ବଦଳାଇ ଦେଇପାରେ, ଆମମାନଙ୍କୁ ଚିନ୍ତା, ଆମମାନଙ୍କର ମନୋଭାବ ପ୍ରଭୁ ଟ୍ରାନ୍ସଫର୍ମେସନ କରିପାରେ। ବିଶେଷ ପ୍ରାର୍ଥନା କରୁଛୁ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ अर्ली मॉर्निंग प्रेयर लाइफ। प्रभु, अनेक लोग ये समय शोपारती, किंतु
ଉପସ୍ଥିତ ଥିବା ସମସ୍ତେ ଏତେ ବଢିଆ ବିଷୟ କରୁଅଛନ୍ତି, ଏତେ ମହାନ ଆଶ୍ଚର୍ଯ୍ୟ କର୍ମ କରୁଅଛନ୍ତି। ମୁଁ ବିଶେଷ ପ୍ରାର୍ଥନା କରୁଛି ଉପସ୍ଥିତ ସମସ୍ତଙ୍କ ଜୀବନରେ ଯାହା ମଧ୍ୟ ପରୀକ୍ଷା ଅଛି, ମୁଁ ବିଶ୍ୱାସ କରେ ଆଜିର ବାକ୍ୟ ଦ୍ୱାରା ତୁମେ ପ୍ରଭୁ ସମସ୍ତଙ୍କୁ ତୁମେ କଥା କହିଅଛ। ଆମମାନଙ୍କ ଜୀବନରେ ଛୋଟିଆ ଛୋଟିଆ ବିଷୟରେ ଯେପରି ଆମେ ଷ୍ଟ୍ରଙ୍ଗ ହେଇପାରିବା, ଆମମାନଙ୍କ ଜୀବନରେ ଯେପରି ଆହୁରି ଶକ୍ତିଯୁକ୍ତ ହେଇପାରିବା, ତୁମେ ଏହି ବାକ୍ୟ ଦ୍ୱାରା ଆମେ କଥା କହିଅଛ। ତୁମେ ସାହାଯ୍ୟ କର, ଆଜି ତୁମରି ଦିନ ଅଟେ, ତୁମରି ଦିନକୁ ଆମେ ଉତ୍ତମ ରୂପରେ ଯେପରି ଆମେ କାଟି ପାରିବୁ, ତୁମ ଠାରେ ଲାଗି ରହିପାରିବୁ, ତୁମେ ସାହାଯ୍ୟ କର। ପ୍ରତ୍ୟେକ ମହିମା ଗୌରବ ପୂଜା ମଧ୍ୟ ତୁମକୁ ଦଉଛି ପିତା। ଏ ଛୋଟିଆ ପ୍ରାର୍ଥନା ଯୀଶୁଙ୍କ ନାମ ମାଗିଲେ, ଆମେନ୍। थैंक यू विश्वास भाई, अति सुंदर भाव रे हमर दानिएल पुस्तक ऊपर आज जो चिंताटा प्रकट